ପ୍ରେଜ୍ ଦ ଲର୍ଡ ଏଭ୍ରିୱାନ୍। ଆସନ୍ତୁ ଆମମାନେ ବାକ୍ୟ ମଧ୍ୟକୁ ଯିବା। ଗୀତ ସଂହିତା ତାର 11 ପର୍ବ ଆମମାନେ ପାଠ କରିବା। ମୁଁ ସଦାପ୍ରଭୁଙ୍କର ଶରଣାଗତ, ତୁମ୍ଭେମାନେ କି ରୂପେ ମୋ ପ୍ରାଣକୁ କହୁଅଛ। ପକ୍ଷୀ ପରି ଆପଣ ପର୍ବତକୁ ଉଡ଼ିଯାଅ। କାରଣ ଦେଖ, ଦୁଷ୍ଟମାନେ ସଳସିତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆନ୍ତି। ସେମାନେ ଗୁଣରେ ତୀରଯୁକ୍ତ କରନ୍ତି। ଯେବେ ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କ'ଣ କରିପାରିବ? ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି। ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ। ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ। ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି, ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟ ପ୍ରିୟ ଲୋକକୁ ତାହାଙ୍କର ପ୍ରାଣ ଘୃଣା କରେ। ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ। ଅଗ୍ନି ଓ ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ। କାରଣ ସଦାପ୍ରଭୁ ଧର୍ମମୟ, ସେ ଧର୍ମକୁ ପ୍ରେମ କରନ୍ତି। ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ। ଆମେନ୍। ପ୍ରଭୁ ଏ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ।